ରକ୍ଷାବନ୍ଧନ ଆଗରୁ ମହିଳାଙ୍କୁ ବଡ଼ ଭେଟି 450 ଟଙ୍କାରେ ସିଲିଣ୍ଡର ଯୋଗାଇ ଦେବେ ସରକାର। ତେବେ କ'ଣ ଆସିଛି ଅପଡେଟଟି ଆଜିର ଏ ଭିଡ଼ିଓରେ ଜଣାଇବି। ତା ପୂର୍ବରୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଭିଡ଼ିଓଟି ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖନ୍ତୁ, ଯାହାଦ୍ୱାରା ଆପଣ ମୋ ଚ୍ୟାନେଲର ପ୍ରତ୍ୟେକ ଲାଟେଷ୍ଟ ଭିଡ଼ିଓ ସର୍ବପ୍ରଥମେ ଦେଖିପାରିବେ। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମହିଳାମାନଙ୍କ ପାଇଁ ସରକାରଙ୍କ ବଡ଼ ଉପହାର। ମାତ୍ର 450 ଟଙ୍କାରେ ସିଲିଣ୍ଡର କିଣିବେ ଉପଭୋକ୍ତା। ଭାଇ ଭଉଣୀ ପ୍ରେମର ପ୍ରତୀକ ରକ୍ଷାବନ୍ଧନ ପାଇଁ କେବଳ 11 ଦିନ ବାକି ଅଛି। ଏହା ପୂର୍ବରୁ ସରକାର ଭଉଣୀମାନଙ୍କୁ ବଡ଼ ଉପହାର ମଧ୍ୟ ଦେଇଛନ୍ତି। ଦେଶର ମହିଳାମାନେ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାତ୍ର 450 ଟଙ୍କା ମୂଲ୍ୟରେ LPG ସିଲିଣ୍ଡର ପାଇବେ। ରାଜ୍ୟ ସରକାର ମଧ୍ୟ ପ୍ରିୟ ଭଉଣୀମାନଙ୍କ ପାଇଁ ସିଲିଣ୍ଡରର ମୂଲ୍ୟ 450 ଟଙ୍କାକୁ ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ, ଲାଡଲି ବେହେନା ଯୋଜନାର ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ପ୍ରିୟ ଭଉଣୀମାନେ 1250 ଟଙ୍କା ବଦଳରେ 1500 ଟଙ୍କା ପାଇବେ। ମହିଳା ସୁରକ୍ଷା ତଥା ଏକ ନିରାପଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଥିଲା। ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରରେ କାଠ, ଗୋବର ଘଷି ଭଳି ଜିନିଷ ରୋଷେଇରେ ଇନ୍ଧନ ଭାବରେ ବ୍ୟବହୃତ ହେଉଥିଲା, ଯେଉଁଥିପାଇଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସିଧାସଳଖ ପ୍ରଭାବିତ ହୋଇଥିଲା। କିନ୍ତୁ ଆଜି ଦେଶର 75 ଲକ୍ଷରୁ ଅଧିକ ଲୋକଙ୍କର ମାଗଣା ଗ୍ୟାସ ସଂଯୋଗ ରହିଛି ଓ ସେମାନେ ଗ୍ୟାସରେ ରୋଷେଇ କରୁଛନ୍ତି। ପ୍ରାରମ୍ଭରେ ସରକାର ବିଜ୍ଞାପନ, ଷ୍ଟ୍ରିଟ୍ ନାଟକ ଓ ପୋଷ୍ଟର ମାଧ୍ୟମରେ ଏହି ଯୋଜନାକୁ ପ୍ରୋତ୍ସାହିତ କରୁଥିଲେ। ବର୍ତ୍ତମାନ ଉତ୍ସବରେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ଭଉଣୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ଲାଡଲି ବେହେନା ଯୋଜନା ଅଧୀନରେ କେବଳ 1500 ଟଙ୍କା ନୁହେଁ, ବରଂ ସବସିଡି ଗ୍ୟାସ ସିଲିଣ୍ଡର ମଧ୍ୟ ଉପଲବ୍ଧ ହେବ। ମଧ୍ୟପ୍ରଦେଶରେ ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ରାଜ୍ୟବାସୀ ବେଶ୍ ଖୁସି ପ୍ରକାଶ କରିଛନ୍ତି। ପ୍ରିୟ ଭଉଣୀମାନଙ୍କୁ କେବଳ 450 ଟଙ୍କାରେ ସିଲିଣ୍ଡର ଯୋଗାଇ ଦିଆଯିବ। ଉଜ୍ଜ୍ୱଳା ଯୋଜନା ଅଧୀନରେ ଦିଆଯାଉଥିବା ସୁବିଧା ମଧ୍ୟ ନିଶ୍ଚିତ ଭାବରେ ଉପଲବ୍ଧ ହେବ।